ଆଜିକାଲି ଦୁନିଆରେ କାଳୀମାନଙ୍କୁ କାଳି ଡାକିଦେଲେ ତାଙ୍କୁ ଗାଳି କଲା ଭଳିଆ ଶୁଣାହେଉଛି। ମୋର ପ୍ରୋବ୍ଲେମ୍ କଳା ଲୋକଙ୍କଠୁ ନୁହେଁ, ମୋ ପ୍ରୋବ୍ଲେମ୍ ହେଉଛି ଦୁନିଆ ଲୋକଙ୍କଠୁ। ଏଇ ଦୁନିଆ ଲୋକ ମୋ ଟାଇମ୍ରେ କେଉଁଠି ମରିଯାଇଥିଲେ, ମାନେ କେଉଁଠି ମରିଯାଇଥିଲେ। ମୋ ଟାଇମ୍ରେ ଯିଏ ଗୋରା ରଙ୍ଗରୁ ଟିକିଏ କମ୍ କମିଗଲା, ମାନେ ଧୂସର ରଙ୍ଗ ବି ହେଇଗଲା, ତା ନା କାଳି ବୋଲି ଡିକ୍ଲାର ହେଇଯାଉଥିଲା। ସର୍ଟିଫାଏଡ଼୍ କାଳି। ତାକୁ ଗାଡ଼ିଆ ପଡ଼ିଆ ସ୍କୁଲ ବନ୍ଧୁଘର ଯୁଆଡ଼େ ଗଲେ ବି ତାକୁ କାଳି ହିଁ ଡକା ହେଉଥିଲା ତାକୁ। ଆଜିକାଲି ଗୋରା ହେଲେ ପ୍ରୋବ୍ଲେମ୍। ଗୋରା ହେଲେ ଲୋକ ଭାବୁଛନ୍ତି କ'ଣ କି ଫିଲ୍ଟର ଲଗାଇ ଦେଉଛନ୍ତି, ଗୋରା ହେଲେ ମେକଅପ୍ ନେଇଯାଉଛନ୍ତି। ଆଉ କାଳିମାନେ ହେଉଛନ୍ତି ଏସ୍ଥେଟିକାଲି ବ୍ୟୁଟିଫୁଲ୍, ଯେଉଁଟାକି ମୋ ଟାଇମ୍ରେ ନଥିଲା। ମୋ ଟାଇମ୍ରେ ଲୋକ ମୋତେ ଏଇଆ ହିଁ କହୁଥିଲେ, ସନ୍ଧ୍ୟା ବାପାଙ୍କ ସାନ ଝିଅ କି, ଆହା ତୁ ବଡ଼ ଭଉଣୀ ଦୁଇ ଜଣଙ୍କ ଭାରି ଗୋରା ନା, ତୁ ପୁରା ବାପା ଉପରେ ଯାଇଛୁ। କାରଣ ମୋ ବାପା କଳା ଥିଲେ ନା। ଲୋକ ତ ମୋତେ ଆଜି ଯାଏଁ ବି କହୁଛନ୍ତି, ଯାହା ହଉ ତୋ ଝିଅଟା ତୋ ଉପରେ ଯାଇନି, ନହେଲେ କାଳି ହେଇଥାନ୍ତା। ଏଇ ଦୁନିଆ ଆମକୁ ସପୋର୍ଟ କାହିଁକି କରୁନି? ଆମ ଜେନେରେସନ୍, ଯେଉଁ ମଝି ମଝି ଜେନେରେସନ୍, କ'ଣ ଆମେ ଜେନେରେସନ୍ରେ ଯାଉନୁ? ଆମେ ମଣିଷରେ ଯାଉନୁ? କି ଜୀବନ ଆମର ଇଏ? ଫାଲତୁ ଲୋକ।